ଅନେକ ଦିନ ଆଗରୁ ଗୋଟିଏ ଜଙ୍ଗଲରେ ଗୋଟିଏ ଠେକୁଆଟିଏ ବାସ କରୁଥିଲା। ଠେକୁଆଟିର ଦୁଇଟି ଛୋଟ ଛୋଟ ପିଲା ଥିଲେ। ସେ ତାର ପିଲା ଦୁଇଟିକୁ ବହୁତ ଆଦର ଯତ୍ନ କରୁଥିଲା। ଆଉ ଗୋଟେ ପଟେ ସେହି ଜଙ୍ଗଲରେ ଗୋଟିଏ ଦୁଷ୍ଟ ଶିଆଳ ରହୁଥିଲା। ଗୋଟିଏ ଦିନ ଶିଆଳକୁ ବହୁତ ଜୋରେ ଭୋକ ଲାଗିଲା, ତ ସାଙ୍ଗେ ସାଙ୍ଗେ ସେ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ବାହାରି ଆସିଲା। ବହୁତ ସମୟ ଖୋଜି ଖୋଜି ସେ କିଛି ବି ହେଲେ ଖାଦ୍ୟ ଖୋଜି ପାଇଲା ନାହିଁ। ଏତେ ସମୟ ଧରି ତ ଜଙ୍ଗଲରେ ଖୋଜାଖୋଜି କଲି, ହେଲେ କିଛି ବି ହେଲେ ଖାଦ୍ୟ ଖୋଜି ପାଇଲି ନାହିଁ। ଆଉ ଏପଟେ ଭୋକରେ ମୋ ପେଟ ଭିତରେ ମୂଷା ବୁଲିଲାଣି। ହଠାତ୍ ଶିଆଳଟି ଦେଖିବାକୁ ପାଇଲା ଦୁଇଟି ଠେକୁଆର ଛୁଆ ଗୋଟିଏ ଗଛ ମୂଳରେ ବସିଛନ୍ତି। ଠେକୁଆ ଛୁଆ ଦୁଇଟିକୁ ଦେଖି ଶିଆଳଟି ମହା ଖୁସି। ଆରେ ବା, ମୁଁ ତ ଦେଖୁଛି ଏଠି ଦୁଇଟି ଛୋଟ ଛୋଟ କଅଁଳିଆ କଅଁଳିଆ ଠେକୁଆର ଛୁଆ। ଏମାନଙ୍କୁ ତ ଦେଖି ମୋର ଭୋକ ଆହୁରି ବଢ଼ିଗଲାଣି। ମୁଁ ଆଉ ରହିପାରୁନି, ଯାଉଛି ଏ ଦୁଇଟିକୁ ଖାଇ ଭୋକ ମେଣ୍ଟେଇ ଦେବି। ଏହା କହି ଶିଆଳଟି ସେଠାକୁ ଯାଇ ଠେକୁଆ ଛୁଆ ଦୁଇଟିକୁ ଖାଇ ଗୋଟିଏ ବୁଦା ପାଖରେ ଯାଇ ଟିକେ ବିଶ୍ରାମ ନେଲା। ଆଉ କିଛି ସମୟ ପରେ ଠେକୁଆଟି ସେଠାକୁ ଫେରି ଆସିଲା। ସେଠାରେ ଆସି ତାର ପିଲା ଦୁଇଟିକୁ ସେଠାରେ ନ ପାଇ ସେ ପୁରା ବିଚଳିତ ହୋଇଗଲା। ଆରେ, ମୋ ପିଲା ଦୁଇଟି କୁଆଡ଼େ ଗଲେ? ମୁଁ ତ ତାଙ୍କ ଦୁଇ ଜଣକୁ ଏଇଠାରେ ହିଁ ଛାଡ଼ିକି ଯାଇଥିଲି। ପାଖ ବୁଦାମୂଳରେ ଥାଇ ଶିଆଳଟି ଠେକୁଆର ସବୁ କଥା ଶୁଣୁଥାଏ। ତାପରେ ଶିଆଳ ମନେ ମନେ କହିଲା, ଆରେ ନିର୍ବୋଧ ଠେକୁଆ, ତୁ ତୋର ଛୁଆ ଦୁଇଟିକୁ ଆଉ ଖୋଜିକି ପାଇବୁନି, କାରଣ ସେମାନେ ତ ମୋ ପେଟ ଭିତରକୁ ଚାଲି ଯାଇଛନ୍ତି। ଆଉ ଏତେବେଳକୁ ତ ମୋର କୁଆଡ଼େ ହଜମ ବି ହୋଇଗଲାଣି। ହେଲେ ଏବେ ହେଲା ତୋର ପାଳି, ମୁଁ ତତେ ଏବେ ଖାଇବି। ହେଲେ ତତେ ଧରିବାକୁ ଗଲେ ତୁ ତ ପଳେଇବୁ। ତତେ ପାଇବାକୁ ହେଲେ ଗୋଟେ ବୁଦ୍ଧି ବାହାର କରିବାକୁ ପଡ଼ିବ। ଏହାପରେ ଶିଆଳଟି ସେ ବୁଦା ଭିତରୁ ବାହାରକୁ ଆସିଲା, ତ ସାଙ୍ଗେ ସାଙ୍ଗେ ଠେକୁଆଟି ଶିଆଳକୁ ଦେଖିବାକୁ ପାଇ କହିଲା, ଶିଆଳ ଭାଇ, ଓ ଶିଆଳ ଭାଇ, ତୁମେ ଜାଣିଛ ମୁଁ ମୋ ପିଲା ଦୁଇଟିକୁ ଏଇଠାରେ ହିଁ ଛାଡ଼ି ଦେଇ ଖାଇବା ସଂଗ୍ରହ କରିବାକୁ ଯାଇଥିଲି। ଫେରି ଆସିଲା ପରେ ଏବେ ଆଉ ଏଠାରେ ତାଙ୍କୁ ଦେଖିବାକୁ ପାଉନି। ତୁମେ କ'ଣ ସେ ଦି ଜଣଙ୍କୁ ଦେଖିଛ? ହଁ, ଦେଖିଛି। ହେଲେ ତୁ କ'ଣ ମୋ କଥାକୁ ବିଶ୍ୱାସ କରିବୁ କି? କୁହ ଶିଆଳ ଭାଇ, କୁହ, ମୁଁ ତୁମ କଥାକୁ ବିଶ୍ୱାସ କରିବି। ଶୀଘ୍ର ଶୀଘ୍ର କୁହ ଶିଆଳ ଭାଇ, ମୋର ପିଲା ଦୁଇଟି କୋଉଠି? ତୋର ପିଲା ଦୁଇଟିକୁ ବଣର ରାଜା ସିଂହ ଧରି ନେଇ ଯାଇଛନ୍ତି। ଆଉ ଯିବା ସମୟରେ ମୋତେ କହିଯାଇଛନ୍ତି କି ତୁ ଯଦି ତୋର ପିଲାମାନଙ୍କୁ ଫେରି ପାଇବାକୁ ଚାହୁଁ, ତାହେଲେ ମୋ ସାଙ୍ଗରେ ତାଙ୍କ ପାଖକୁ ତତେ ଯିବାକୁ ପଡ଼ିବ ବୋଲି କହିଛନ୍ତି। ତୁମେ ମୋତେ ଏ କି କଥା କହୁଛ ଶିଆଳ ଭାଇ? ଆମର ରାଜା ସିଂହ ପୁଣି ମୋ ପିଲାଙ୍କ ସହିତ ଏମିତି କେମିତି କରିପାରିବେ? ସିଂହ ରାଜା ତ ଏମିତି ସ୍ୱଭାବର ନୁହେଁ। ଆଉ ସିଏ ପୁଣି କେମିତି ମୋ ପିଲାଙ୍କୁ ଉଠେଇ ନେଇପାରିବେ? ମୁଁ ତ କିଛି ଅପରାଧ କରିନି। ସେ କଥା ମୁଁ କିଛି କହିପାରିବିନି। ସିଂହ ମୋତେ ଯାହା କହିଥିଲେ ମୁଁ ତତେ ସେଇଆ କହିଦେଲି। ତୋର ଇଚ୍ଛା ହେଲେ ଯିବୁ, ଇଚ୍ଛା ନହେଲେ ନ ଯିବୁ, ମୋର କିଛି କହିବାର ନାହିଁ ତତେ। ତେବେ ମୋର ମନ କହୁଛି କି ତୁ ଯଦି ସେଠାକୁ ନ ଯିବୁ, ତାହେଲେ ତୋର ପିଲାମାନଙ୍କୁ ଆଉ ତୁ ପାଇବୁନି। ନା ନା ଶିଆଳ ଭାଇ, ମୁଁ ତୁମ ସହିତ ଯିବି। ଶିଆଳ ତାପରେ ବହୁତ ଖୁସି ହୋଇଗଲା, ଆଉ ମନେ ମନେ କହିଲା, ଆରେ ବାଃ, ଏଇ ତ ମୋ ବୁଦ୍ଧିଟା କାମ କଲା। ଆସେ, ତୁ ଏଇଥରକ ମୋ ପାଖକୁ ଆସେ। ତାପରେ ତତେ ଧରି ମଜା କରି କଞ୍ଚା ଖାଇଯିବି। ତୋର ପିଲା ଦୁଇଟିକୁ ତ ମୁଁ ଖାଇଥିଲି। ଏହି କଥା ଭାବୁ ଭାବୁ ଠିକ୍ ସେତିକି ବେଳେ ହଠାତ୍ ହାତୀ ଆସି ପହଞ୍ଚିଗଲା। ତ ସେହି ସମୟରେ ହାତୀଟି ଠେକୁଆକୁ କହିଲା, କିରେ ଠେକୁଆ, କ'ଣ ହେଇଛି ତୋର? ହାତୀ ଭାଇ, ମୁଁ ମୋର ଛୁଆ ଦୁଇଟିକୁ ଖୋଜି ପାଉନାହିଁ। ଶିଆଳ ଭାଇ କହୁଛନ୍ତି ସେ ମୋ ପିଲା ଦୁଇଟିକୁ ଦେଖିଛନ୍ତି ବୋଲି। ସିଂହ ରାଜା କୁଆଡ଼େ ମୋର ଛୁଆ ଦୁଇଟିକୁ ନେଇ ଯାଇଛନ୍ତି। ଆଉ ମୁଁ ମୋର ଛୁଆ ଦୁଇଟିକୁ ପାଇବାକୁ ହେଲେ ଶିଆଳ ଭାଇ ସାଙ୍ଗେ ତାଙ୍କ ପାଖକୁ ଯିବାକୁ ପଡ଼ିବ।
विश्वास कर हाथी भाई मु किछि भी हेले अपराध करि नाही। विश्वास कर हाथी भाई मु किछि भी हेले अपराध करिनी। हेले सिए कोन पाई मो छुआ दुइटु को नै गले? हेले आमर राजा सिंह राजा तो एमितिका अन्याय कार्य करती नहीं। तू टिके संभाळे कौन हेइची मु देखुची। तापरे से दुष्ट शियाल मने मने कहिला, सळा मोटा हाथी तते आउ केतेबेले आसीबाकू समय मिलानी। मु शिकारटाकू भूलेई भालेई बाटकू आनिला बेलकू ये कोउठी थिला उड़ी आसिला परी एठी आसी पहुंची गला। एबे मु बोधे धरा पड़ी जीवी। धरा पड़ी जीवा आगरू मते एठारू चंपट मारिबाकू पड़िबो। किरे शियाल कथाटा कोन सत? देख सत कथा कहिबू। आम राज्यर राजा तो एमिति काम करिबा कथा नुह। हाँ हाँ मु तो सत कथा ही कहूची। मिछ कथा कहिबा तो प्रश्न ही उठुनी। मु एबे आसुची। हठात मोर गोटे जरूरी कामर कथा मने पड़ीगला। आसुची रे ठेकुआ, परे केतेबेले तो सहित देखा करिबी। एहा कही शियालटी सेठारू चलीगला। ता परदिन सकाळू शियालटी हरिणर दुईटी छुआକୁ ଦେଖିବାକୁ ପାଇଲା। आजी ए हरिणर छुआ दुईटीକୁ खाइबी आउ दोषटा लदी देबी से मोटा हाथीर उपरे। रहरे पुओ हाथी, मो उपरे कथा कहिबाटा तोर छड़ेई दउची। ଏହା କହି ଶିଆଳ ହରିଣର ଛୁଆ ଦୁଇଟିକୁ ଖାଇଦେଲା। କିଛି ସମୟ ପରେ ମା ହରିଣଟି ସେଠାକୁ ଫେରିଆସି ଦେଖିଲା ତାର ଛୋଟ ଛୋଟ ଛୁଆ ଦୁଇଟି ସେଠାରେ ନାହାନ୍ତି। ତାପରେ ହରିଣଟି ଦେଖିବାକୁ ପାଇଲା ସେଠାରେ ଗୋଟାଏ ଶିଆଳଟିଏ ଛିଡ଼ା ହୋଇଛି। ତ ସାଙ୍ଗେ ସାଙ୍ଗେ ସେ ଶିଆଳକୁ କହିଲା, ए शियाल भाई तुमे एठारे दुईटी हरिणर छुआକୁ ଦେଖିଛ କି? ମୁଁ ମୋର ଛୁଆ ଦୁଇଟିକୁ ଖୋଜି ପାଉ ନାହିଁ। हाँ मु देखिची तोर छुआ दुईटीକୁ ସେହି ମୋଟା ହାତୀ ନେଇ ଯାଇଛି। ତ ମୁଁ ଯାହା ଦେଖିଛି ତାହା କହି ହେବ ନାହିଁ। ଆଉ ମୁଁ ଯଦି କହେ ଆଉ ସେ ମୋଟା ହାତୀ ଯଦି ଏ କଥା ଜାଣେ ତାହେଲେ ସେ ତ ତା ପାଦ ତଳେ ମତେ ଚାପି ସିଧା ମାରିଦେବ। ଆଚ୍ଛା ମୁଁ କି ଅପରାଧ କରିଛି ଯେ ହାତୀ ଭାଇ ମୋର ଛୁଆ ଦୁଇଟିକୁ ନେଇଗଲା? ମୁଁ ବଣର ରାଜାଙ୍କ ଆଗରେ ଏ କଥା ଜଣେଇବି। ତାପରେ ଏକଥା ଶୁଣି ଶିଆଳ ମନେ ମନେ କହିଲା, ଏବେ ରହରେ ବୁଝିବୁ ମୋଟା, ମୋ ସହିତ ପୁଣି ଚାଲାକି। ଏହାପରେ ବଣର ରାଜା ସିଂହ ହାତୀକୁ ଡାକି ଆଣିଲେ। ଏସବୁ ମୁଁ କଣ ଶୁଣୁଛି? ତୁ ହରିଣର ଦୁଇଟି ଛୁଆକୁ ଚୋରି କରି ନେଇଛୁ? ସିଂହ ରାଜା, ମୁଁ ତ ଏସବୁ କଥା କିଛି ବୁଝିପାରୁନି। ମୁଁ କଣ ପାଇଁ ହରିଣର ଛୁଆକୁ ଚୋରି କରି ଆଣିବି? ହଁ ହଁ ତୁମେ ହିଁ ମୋର ଛୁଆ ଦୁଇଟିକୁ ଚୋରି କରିଛ। ତୁ ଏସବୁ କଣ କହୁଛୁ? ମୁଁ କଣ ପାଇଁ ତୋର ଛୁଆ ଦୁଇଟିକୁ ଚୋରି କରିବି? ତୁ କଣ ଦେଖିଛୁ କି ଯେ ମୁଁ ତୋର ଛୁଆ ଦୁଇଟିକୁ ଚୋରି କରିଛି ବୋଲି? କିରେ କହ। ନା ମୁଁ ଦେଖିନି, ହେଲେ ଜଣେ ଦେଖିଛି। ଜଣେ ଦେଖିଛି? ତାହେଲେ ସେ କିଏ? ତାର ନାଁ କହ। ନା ମୁଁ ତାର ନାଁ କହିପାରିବିନି, କାହିଁକି ନା ତୁମେ ନହେଲେ ତାକୁ କୁଦି ଚକଟି ମାରିଦେବ। ତୁ ଏସବୁ କଣ କହୁଛୁ? ବିଶ୍ୱାସ କରନ୍ତୁ ମହାରାଜ, ମୁଁ ଏ ବିଷୟରେ କିଛି ବି ଜାଣିନି। ଦେଖ ହାତୀ, ତୁମେ ହେଲ ଏ ବଣର ସବୁଠାରୁ ବଡ଼। ତା ମାନେ ନୁହେଁ ଯେ ତୁମେ ଯାହା ଚାହିଁବ ତାହା କରି ବସିବ। ସେଇଟାକୁ ତ ମୁଁ ମାନି ନେଇ ପାରିବିନି। ତୁମକୁ ତ ତୁମର ଅପରାଧ ପାଇଁ ଶାସ୍ତି ପାଇବାକୁ ପଡ଼ିବ। ନା ନା ରାଜା ମହାଶୟ, କେତେବେଳେ କୋଉଠି କେମିତି କଣ ଟିକେ ଭୁଲ ହୋଇଯାଇଥିବ, ହେଲେ ଏମିତିକା କାମ ମୁଁ ଜମାରୁ ହେଲେ କରିନି। ନା, ତୁମକୁ ତ ଏଇ ଅପରାଧର ଶାସ୍ତି ପାଇବାକୁ ହିଁ ପଡ଼ିବ। ଠିକ ଅଛି ମହାରାଜ, ମୁଁ ଯଦି ଏହା ସତରେ କରିଥାଏ ତାହେଲେ ଆପଣ ଯେଉଁ ଶାସ୍ତି ଦେବେ ତାହାକୁ ମୁଁ ମଥାପାତି ସହି ନେବି। ତ ମତେ ଆଗେ ଶାସ୍ତି ଦେବା ପୂର୍ବରୁ ଆପଣ ଆଗ ଶାସ୍ତି ପାଇବା ଦରକାର। କଣ କହୁଛ ତୁମେ? ତୁମର କଣ ମୁଣ୍ଡ ଖରାପ ହୋଇଯାଇଛି ନା କଣ? ମତେ କଣ ପାଇଁ ଶାସ୍ତି ପାଇବାକୁ ପଡ଼ିବ? ମୋର ପୁଣି ଅପରାଧ କଣ? ମତେ ଯୋଉ ଅପରାଧରେ ଆପଣ ଶାସ୍ତି ଦେଉଛନ୍ତି ସେଇ ଅପରାଧରେ ହିଁ ଆପଣ ବି, ହଁ ଆପଣ ବି ତ ସେଇଆ କରିଛନ୍ତି ନା। କଣ କହୁଛ ତୁମେ? କିଛି ବୁଝି ତ ପାରୁନି ମୁଁ। ସବୁ ବୁଝିପାରିବେ ଆପଣ। ମତେ ଶାସ୍ତି ଦେବା ଆଗରୁ ଠେକୁଆକୁ ଏଠାକୁ ଡକାଯାଉ।
ତାହେଲେ ଆପଣ ସବୁ କିଛି ବୁଝିପାରିବେ। ଠିକ ଅଛି, ମୁଁ ତାହେଲେ ଠେକୁଆକୁ ଏଠାକୁ ଡାକୁଛି। ତାପରେ ଠେକୁଆ ସେଠାକୁ ଆସିଲା ଆଉ କହିଲା, ରାଜା ମହାଶୟ, ମୁଁ ତ ଆପଣଙ୍କୁ ଭଲ ବୋଲି ଭାବୁଥିଲି, ହେଲେ ଆପଣ ଏମିତି କାମ କେମିତି କରିପାରିଲେ? ମୁଁ ତ କିଛି ବି ହେଲେ ବୁଝିପାରୁନି, କଣ କରିଛି ମୁଁ? ଆପଣ ମୋର ଛୁଆ ଦୁଇଟିକୁ କଣ ପାଇଁ ଧରି ଆଣିଛନ୍ତି? ମୁଁ ତ କିଛି ଅପରାଧ କରିନି। କିଏ କହୁଛି ଯେ ମୁଁ ତୋର ଛୁଆ ଦୁଇଟିକୁ ଧରି ଆଣିଛି ବୋଲି? ମୁଁ ତ କିଛି ବୁଝି ହିଁ ପାରୁନି, ଏସବୁ କଣ ଚାଲିଛି? କାହିଁକି? ଶିଆଳ ଭାଇ ଏସବୁ ଦେଖିଛି ଯେ ତୁମେ ମୋର ଛୁଆ ଦୁଇଟିକୁ ଧରି ଆଣିଛ ବୋଲି। ଏଥର ନିଶ୍ଚୟ ବୁଝିପାରିଥିବ ରାଜା ମହାଶୟ, ଏସବୁ ଶିଆଳର କାମ। ଶିଆଳ ଠେକୁଆର ଛୁଆ ଦୁଇଟିକୁ ଖାଇ ଆପଣଙ୍କ ଉପରେ ଦୋଷ ଲଦି ଦେଉଛି, ଆଉ ହରିଣର ଛୁଆ ଦୁଇଟିକୁ ଖାଇ ଦୋଷକୁ ମୋ ଉପରେ ଲଦି ଦେଉଛି। ହଁ ରାଜା ମହାଶୟ, ଶିଆଳ ଭାଇ ତ ଏସବୁ କଥା ମତେ କହିଛି ଯେ ହାତୀ ଭାଇ ମୋର ଛୁଆ ଦୁଇଟିକୁ ଚୋରି କରିଛି ବୋଲି। ତାହେଲେ ସେ ମୋର ଛୁଆ ଦୁଇଟିକୁ ଖାଇ ଦେଇଛି। ରାଜା ମହାଶୟ, ମୁଁ ସେ ନିଷ୍ଠୁର ଶିଆଳ ପାଇଁ କଠିନ ଶାସ୍ତି ଚାହେଁ। ଶିଆଳର ଏତେ ବଡ଼ ସାହସ, ବଣର ନିରୀହ ପ୍ରାଣୀମାନଙ୍କୁ ହତ୍ୟା କରି ସେହି ଦୋଷକୁ ଅନ୍ୟମାନଙ୍କ ଉପରେ ଲଦି ଦେଉଛି। ଏମିତିକି ମତେ ବି ଛାଡ଼ିଲାନି। ରୁହ, ଗୋଟେ ଥର ମୁଁ ତାକୁ ହାତ ପାହାନ୍ତାରେ ପାଏ, ତାକୁ ମୁଁ ଭଲ କି ଗୋଟେ ଉଚିତ ଶିକ୍ଷା ଦେବି। ତା ପରଦିନ ଠେକୁଆ ଶିଆଳ ପାଖକୁ ଗଲା। ଶିଆଳ ଭାଇ, ଚାଲ ରାଜା ମହାଶୟଙ୍କ ପାଖକୁ। ମୁଁ ମୋର ଛୁଆମାନଙ୍କୁ ଫେରେଇ ଆଣିବାକୁ ଚାହେଁ। ଆରେ, ଏ ତ ମୁଁ ଦେଖୁଛି ମୋ ହାତ ପାହାନ୍ତାରେ ଶିକାର। ଆରେ ବୋକା ଠେକୁଆ, ମୁଁ ତ ତୋର ଛୁଆମାନଙ୍କୁ ଖାଇ ଦେଇଛି, ଆଉ ସେହି ଦୋଷ ସିଂହ ଉପରେ ଲଦି ଦେଇଛି। କାରଣ ମୁଁ ସେଦିନ ତତେ ବି ଖାଇବାକୁ ଚାହିଁଥିଲି, କିନ୍ତୁ ସେ ମୋଟା ହାତୀଟା ପାଇଁ ତତେ ଖାଇପାରିଲିନି। ହଁ, ସେଥିପାଇଁ ତାର ବି ଗୋଟେ ବ୍ୟବସ୍ଥା କରିଦେଇଛି। ଏବେ ମୁଁ ଭାବୁଛି ସେ ମୋଟା ଏବେ ନିଶ୍ଚୟ ଉଚିତ ଶିକ୍ଷା ପାଇଥିବ। ଛାଡ଼ ମୋ ସେ କଥା, ଏବେ ମୁଁ ତତେ ମଜା କରି କଞ୍ଚା ଖାଇବି। ସେଇ ସୁଯୋଗ ତୁ ଆଉ ପାଇବୁନି ଦୁଷ୍ଟ ଶିଆଳ। ଆରେ ରାଜା ମହାଶୟ, ଆପଣ ଏଠି ଏମିତି? ଖାଲି ମୁଁ ଏକା ନୁହେଁ, ବାକି ସମସ୍ତେ ବି ଏଇଠାରେ ହିଁ ଅଛନ୍ତି। ତୋର ଏତେ ବଡ଼ ସାହସ, ତୁ ବଣର ନିରୀହ ପ୍ରାଣୀମାନଙ୍କୁ ହତ୍ୟା କରୁଛୁ, ଆଉ ସେଇ ଦୋଷ ଅନ୍ୟ ଉପରେ ଲଦି ଦେଉଛୁ। ଏମିତି କି ତୁ ମତେ ବି ଛାଡ଼ିଲୁନି। ମୁଁ ବଡ଼ ଭୁଲ କରିଦେଇଛି ରାଜା ମହାଶୟ, ମତେ କ୍ଷମା କରିଦିଅନ୍ତୁ। ତୋର ଏଇ ଭୁଲର କିଛି ବି ହେଲେ କ୍ଷମା ନାହିଁ। ତତେ ଏଇ ଅପରାଧର ଶାସ୍ତି ପାଇବାକୁ ହିଁ ପଡ଼ିବ। ଏହିପରି ସେ ଦୁଷ୍ଟ ଶିଆଳ ତାର ଅପରାଧର ଶାସ୍ତି ପାଇଲା। ଅନେକ ଦିନ ଆଗର କଥା, ଗୋଟିଏ ବଣରେ ରହୁଥିଲା ଗୋଟିଏ ଛେଳି। ତାର ଗୋଟିଏ ଛୋଟ ଛୁଆଟିଏ ଥିଲା। ଛେଳି ଛୁଆଟି ଥିଲା ଟିକେ ଦୁଷ୍ଟ ସ୍ୱଭାବର। ପ୍ରତିଦିନ ସେ କିଛି ନା କିଛି ଦୁଷ୍ଟାମି କାମ କରିଥାଏ। ସେଥିପାଇଁ ସେ ତା ମା ପାଖରୁ ସବୁବେଳେ ପାଟି ଶୁଣୁଥାଏ। ଏଇ ତ ମୋର ପୁରା ଶରୀରଟା ଅସନା ହୋଇଯାଇଛି। ଏ ଅବସ୍ଥାରେ ମୋ ମା ଯଦି ମୋତେ ଦେଖିବ, ତାହେଲେ ବହୁତ ମୋତେ ପାଟି କରିବ। ଏବେ ମୁଁ କ'ଣ କରିବି ଯେ? ତ ସେହି ସମୟରେ ମା ଛେଳିଟି ଆସି ସେଠାରେ ପହଞ୍ଚିଗଲା। ମା ଛେଳିଟି ଏହା ଦେଖିକି ରାଗିଯାଇ କହିଲା, ତୁ ଶରୀରର ଏ କି ଅବସ୍ଥା କରିଛୁ? ତତେ ପରା କହିଥିଲି ଏତେ ଦୁଷ୍ଟାମି କରିବୁନି ବୋଲି। ତାପରେ ବି ତୁ ଏତେ ଦୁଷ୍ଟାମି କ'ଣ ପାଇଁ କଲୁ? ମା, ମୋତେ ଖେଳିବା ପାଇଁ ବହୁତ ଭଲ ଲାଗେ। ମୁଁ ବହୁତ ମଜା ପାଏ। ସେଥିପାଇଁ ତ ମୁଁ ଏମିତି କରିଛି। ଏହା କହି ଛେଳି ଛୁଆଟି ତା ମା ପାଖକୁ ଯାଇ ଟିକେ ଗେଲ ହୋଇଗଲା। ତ ସାଙ୍ଗେ ସାଙ୍ଗେ ମା ଛେଳିଟି ଖୁସିରେ ହସିଲା ଆଉ କହିଲା, ହଉ ଠିକ୍ ଅଛି, ଏବେ ଚାଲ, ତତେ ପରିଷ୍କାର କରିଦେବି। ଛେଳିଟି ତା ଛୁଆକୁ ଏତେ ଭଲ ପାଉଥିଲା ଯେ ସେ କେବେ ବି ବିପଦରେ ନ ପଡ଼ୁ ସେ କଥା ସେ ସବୁବେଳେ ଭାବୁଥାଏ। ଖୁବ୍ ସାବଧାନରେ ରହିବୁ। କେବେ ବି ଏକା ଏକା ତୁ ଜଙ୍ଗଲ ଆଡ଼କୁ ଜମା ଯିବୁନି। ସେଠାରେ ବହୁତ ହିଂସ୍ର ପଶୁମାନେ ଅଛନ୍ତି। ସେମାନେ ତତେ ଭୟ ଦେଖେଇବେ। ଏମିତି ବି ହେଇପାରେ
ତତେ ଖାଇ ଦେଇ ପାରନ୍ତି। ମେ ମେ ମେ। ଓହୋ ମା, ତୁମେ ଟିକେ ବେଶୀ ଚିନ୍ତା କରିଦେଉଛ। ଦେଖ, ମୋର କିଛି ହେବନି, ମୁଁ ଏବେ ବଡ଼ ହୋଇଗଲିଣି। କିନ୍ତୁ ଦୁଷ୍ଟ ଛେଳି ଛୁଆଟି ସେ ତାର ମା କଥାକୁ ଜମା ଶୁଣିଲାନି। ସେ ଗୋଟେ ଦିନ ବୁଲି ବୁଲି ଯାଉ ଯାଉ ଜଙ୍ଗଲ ଭିତରକୁ ଚାଲିଗଲା। ଆଉ ସେଠି ସେ ଗୋଟିଏ ଝରଣାଟିକୁ ଦେଖିବାକୁ ପାଇଲା। ଆହା, କି ସୁନ୍ଦର ଝରଣା! ମୋ ଭାଗ୍ୟଟା ବହୁତ ଭଲ ଯେ ମତେ ଶୋଷ ଲାଗୁଥିବା ସମୟରେ ଝରଣା ପାଇଲି। ତାପରେ ଛେଳି ଛୁଆଟି ଝରଣାର ପାଣି ପିଇବାକୁ ଲାଗିଲା। ଯେତେବେଳେ ସେ ପାଣି ପିଉଥିଲା, ଠିକ୍ ସେତିକି ବେଳେ ଗଛ ପାଖରେ ଲୁଚିକି ଗୋଟେ ଶିଆଳ ତାକୁ ଦେଖିବାକୁ ଲାଗିଲା। ଓହୋ, କି ସୁନ୍ଦର ଗୋଲଗାଲିଆ ଗୋଟେ ଛେଳିର ଛୁଆ। ଆଜି ମୋର ଭାଗ୍ୟଟା ବହୁତ ଭଲ। ଆଜି ମୁଁ ଆକୁ ଖାଇକି ମୋ ପେଟ ଭର୍ତ୍ତି କରିବି। ତାପରେ ଗଛ ପାଖରୁ ବାହାରି ଶିଆଳଟି ସେହି ଛେଳି ଛୁଆ ପାଖକୁ ଯିବାକୁ ଲାଗିଲା। ଛେଳି ଛୁଆଟି ଏସବୁ ବିଷୟରେ କିଛି ବି ଜାଣିପାରିଲା ନାହିଁ। ଛେଳି ଛୁଆଟି ପାଣି ପିଇବାରେ ଲାଗିଥାଏ। ଶିଆଳ ଓ ଛେଳି ଛୁଆକୁ ଛାଡ଼ିଦେଲେ ସେଠାରେ ଆଉ କେହି ବି ନଥାନ୍ତି। ଏ ଛେଳି ଛୁଆ, ତୁ ଜାଣିଛୁ ଏ ଝରଣାର ପାଣି ହେଉଛି ଆମର। ତୁ ଏଇ ଝରଣାର ପାଣି ପିଉଛୁ କାହା ସାହସରେ? ଛେଳି ଛୁଆଟି ଶିଆଳର ଏମିତି କଥା ଶୁଣି ଭୟ ପାଇଗଲା। ଆଉ ମନେ ମନେ କହିଲା, ମା ମୋତେ ଏକା ଏକା ଜଙ୍ଗଲ ଆସିବାକୁ ମନା କରିଥିଲା। କ'ଣ ପାଇଁ ଯେ ମୁଁ ଜଙ୍ଗଲ ଭିତରକୁ ଆସିଲି? ଯେତେ ଶୀଘ୍ର ପାରିବି ମୋତେ ଏଠାରୁ ପଳେଇବାକୁ ପଡ଼ିବ। ଆଉ ତା ନହେଲେ ଏ ବଦମାସ ଶିଆଳଟା ମୋତେ ଏଇନେ ଖାଇଦେବ। ତୋର ଏତେ ବଡ଼ ସାହସ! ତୁ ମୋ କଥାର ଉତ୍ତର ନ ଦେଇ ମନେ ମନେ ଗପୁଛୁ। ଓହୋ, ମୋତେ କ୍ଷମା କରିଦିଅ। ମୁଁ ତ ହେଲି ଗୋଟିଏ ଛୋଟ ଛେଳି ଛୁଆ। ମୁଁ ତ କିଛି ଜାଣିନି। ମୁଁ ଭୁଲ କରି ଏଠାକୁ ଚାଲି ଆସିଛି। ତୁ ଭୁଲ କରି ଏଠାକୁ ଚାଲି ଆସିଛୁ, ସେଇଟା ବଡ଼ କଥା ନୁହଁ। ତୁ ଆମ ଝରଣା ପାଣିକୁ ଅପରିଷ୍କାର କରିଦେଇଛୁ। ଏବେ ଆମେ ଏହାକୁ କେମିତି ପିଇବୁ? ମୁଁ ଆଉ ଥରେ କ୍ଷମା ଚାହୁଁଛି। ତୁମେ ତ ଆରାମରେ ପିଇ ପାରିବ ନା, କାରଣ ତୁମର ପାଣି ତ ପରିଷ୍କାର ହେଇକି ଅଛି ନା। ଆମ ପାଣି କେମିତି ପରିଷ୍କାର ହୋଇଗଲା? ତୁ ତ ସବୁ ପାଣିକୁ ଅପରିଷ୍କାର କରିଦେଇଛୁ। ଝରଣାର ପାଣି ତ ତୁମେ ଯୋଉଠି ଠିଆ ହେଇଛ ସେଇ ସବୁ ତ ବୋହିଗଲାଣି, ଶିଆଳ ମଉସା। ଛେଳି ଛୁଆର ଏମିତି କଥା ଶୁଣି ଶିଆଳ ପୁରା ଅବାକ୍। ହେଲେ କ'ଣ ହେବ? ଶିଆଳ ତାକୁ ଖାଇବ ବୋଲି କିଛି ଗୋଟେ ବାହାନା ଖୋଜୁଛି। ତୁ ମୋ ସହ ବେକାରିଆ ଯୁକ୍ତି କରୁଛୁ। ତୁ ବୋଧେ ସେଇ ଛେଳି ଗତ ବର୍ଷ ଯିଏ ମୋ ସହ ଝଗଡ଼ା କରିଥିଲୁ। ଗତ ବର୍ଷ ମାନେ? ହେଲେ ଶିଆଳ ମଉସା, ମୁଁ ତ ସେତେବେଳେ ଜନ୍ମ ହେଇନଥିଲି। ଛେଳି ଛୁଆଟି ସେତେବେଳକୁ ବୁଝିପାରୁଥିଲା କି ଶିଆଳ ତାକୁ ଖାଇବ ବୋଲି ପ୍ଲାନ୍ କରୁଛି। ତ ସେ କ'ଣ କରିବ ବୋଲି ବାଟ ଖୋଜୁଥିଲା। ତୁ ମୋ ସହିତ ମୁହଁରେ ମୁହଁରେ ପୁଣି ଜବାବ ଦେଉଛୁ? ଏତେ ବଡ଼ ସାହସ ତୋର? ରହ, ତୁ ନିଶ୍ଚେ ତାର ଶାସ୍ତି ପାଇବୁ। ଆଉ ସେପଟେ ଛେଳି ଛୁଆର ମାଟି ତାର ଛୁଆକୁ ଜଙ୍ଗଲ ସାରା ଖୋଜିବାକୁ ଲାଗିଛି। ମୋ ଧନ, ତୁ କୁଆଡ଼େ ଗଲୁ ରେ? ମା ଛେଳିର ଏଇ ଡାକଟା ଛେଳି ଛୁଆର କାନରେ ବାଜିଲା। ତ ସାଙ୍ଗେ ସାଙ୍ଗେ ସେ ମନେ ମନେ ଭାବିଲା, ମୁଁ ଆଉ କିଛି କଥା କୁହେ, ତାହେଲେ ମା ମୋତେ ଖୋଜିକି ପାଇଯିବ। ଆଉ ଏ ଦୁଷ୍ଟ ଶିଆଳର ହାତରୁ ବଞ୍ଚେଇ ନେଇପାରିବ। ତ ସାଙ୍ଗେ ସାଙ୍ଗେ ଛେଳି ଛୁଆଟି ଶିଆଳକୁ କହିଲା, ହଁ ଶିଆଳ ମଉସା, ତୁମେ ଠିକ୍ ହିଁ କହିଛ। ହେଲେ ମୁଁ ତୁମକୁ ଜମା ରଗେଇବାକୁ ଚାହେଁନି। କିନ୍ତୁ ତୁ ତ ମୋତେ ରଗେଇ ଦେଉଛୁ। ହଉ ତାହେଲେ ଠିକ୍ ଅଛି, ମୁଁ ଗୋଟେ ଗପ କହି ତୁମ ରାଗକୁ କମେଇ ଦେଉଛି ଶିଆଳ ମଉସା। ଗପ? ହେତ୍, ତା ସାଙ୍ଗେ ସାଙ୍ଗେ ତ ବେକାରଟାରେ ସମୟ ବି ନଷ୍ଟ ହେବ। ତ ସାଙ୍ଗେ ସାଙ୍ଗେ ଶିଆଳଟି ମନେ ମନେ କହିଲା, ହଁ, ଭଲ ହେବ। ଗପ ଶୁଣି ଶୁଣି ଧୀରେ ଧୀରେ ତା ପାଖକୁ ଆଗେଇ ଯିବି। କାହିଁକି ନା ଏ ଛେଳି ଛୁଆକୁ ଧରିବା ପାଇଁ ମୋ ପାଖରେ ଏବେ ଯଥେଷ୍ଟ ଶକ୍ତି ନାହିଁ। ତାପରେ ଛେଳି ଛୁଆଟି ଗପ କହିବା ଆରମ୍ଭ କରିଦେଲା। ଆଉ ଠିକ୍
ସେହି ସମୟରେ ମା ଛେଳିଟି ଆସି ପହଞ୍ଚିଗଲା। ଆଉ ସେ ଦେଖିଲା ଶିଆଳ ତାର ଛୁଆକୁ ଖାଇବ ବୋଲି ଆଗେଇ ଆଗେଇ ଆସୁଛି। ଏହା ଦେଖି ଛେଳିଟି ଶୀଘ୍ର ଶୀଘ୍ର ଶିଆଳ ପାଖକୁ ଆସିଲା। ଏହା ଦେଖି ଶିଆଳଟି ସେଠାରୁ ଦୌଡ଼ି ଚାଲିଗଲା। ଛେଳିଟି ତାର ଛୁଆକୁ ବି ନେଇ ସେଠାରୁ ଚାଲିଗଲା। ଏହା ଦେଖି ବୁଦାମୂଳରେ ଲୁଚିକି ରହିକି ଶିଆଳଟି କହିଲା, ମୁଁ ଦେଖିନେବି ତୁ ତୋର ଛୁଆକୁ କେମିତି ବଞ୍ଚେଇବୁ। ଆଉ ସେପଟେ ଛେଳିଟି ତାର ଛୁଆକୁ କହିଲା, ମୁଁ ତତେ କେତେଥର ବାରଣ କରିଛି ତୁ ଏକା ଏକା ଜଙ୍ଗଲକୁ ଆସିବୁନି ବୋଲି। ତାପରେ ବି ତୁ ଏକା ଏକା ଜଙ୍ଗଲକୁ କ'ଣ ପାଇଁ ଆସିଲୁ? ଆଜି ଯଦି ମୁଁ ଠିକ୍ ସମୟରେ ନ ପହଞ୍ଚିଥାନ୍ତି ତାହେଲେ ତ କେତେ ବଡ଼ ବିପଦ ହୋଇଯାଇଥାନ୍ତା। ତୁ ଭାବିପାରୁଛୁ ତ? ମୋର ଭୁଲ ହୋଇଯାଇଛି ମା, ମୋତେ କ୍ଷମା କରିଦିଅ। ମୁଁ ଆଉ କେବେ ବି ହେଲେ ଜଙ୍ଗଲରେ ଏକା ଏକା ବୁଲିବିନି। ଏହା ପରେ ଛେଳି ଛୁଆଟି ଆଉ ଏକା ଏକା ଜଙ୍ଗଲକୁ ଗଲା ନାହିଁ। ଏପଟେ ଦୁଷ୍ଟ ଶିଆଳଟି ଛେଳି ଛୁଆଟିକୁ ଖାଇବ ବୋଲି ଲୋଭ ସମ୍ଭାଳି ପାରୁନି। ଆଉ ଖୋଜି ଖୋଜି ଯୋଉଠି ଛେଳି ଛୁଆଟି ରୁହେ ସେହି ଜାଗାକୁ ଆସି ପହଞ୍ଚିଗଲା। ଏଇ ଧନଟାକୁ କେମିତି ଖାଇବି, ତାର ଗୋଟେ କିଛି ଉପାୟ ମୋତେ ଖୋଜି ବାହାର କରିବାକୁ ପଡ଼ିବ। ଛେଳି ଛୁଆଟିର ସାରା ଶରୀର ପୁରା ଅପରିଷ୍କାର ଥିଲା। ଏହା ଦେଖି ଶିଆଳର ମୁଣ୍ଡକୁ ଗୋଟିଏ ବୁଦ୍ଧି ଆସିଲା। ତ ସାଙ୍ଗେ ସାଙ୍ଗେ ଶିଆଳଟି ଜାଣିଶୁଣି ଛେଳି ଛୁଆଟିର ଦେହକୁ ଯାଇ ଧକ୍କା ଦେଲା। ଆରେ ତୁ ଏଡ଼ିକି ଟିକେ ଛୁଆ, ମୋତେ ପୁଣି ଧକ୍କା ଦେଲୁ। ମୁଁ ଧକ୍କା ଦେଇନି ଶିଆଳ ମଉସା, ତୁମେ ତ ମୋତେ ଧକ୍କା ଦେଲ। ଏତେ ବଡ଼ ସାହସ ତୋର ଯେ ତୁ ମୋତେ ମୁହେଁ ମୁହେଁ ଜବାବ ଦେବୁ। ତ ସାଙ୍ଗେ ସାଙ୍ଗେ ଛେଳି ଛୁଆଟି ବୁଝିପାରିଲା ଏଇଟା ହିଁ ସେଇ ଶିଆଳ ଯିଏକି ତାକୁ ଖାଇବାକୁ ଚାହେଁ। ଆଉ ସେଇଥିପାଇଁ ବୁଦ୍ଧି ଖଟେଇ ସେ ତା ସହିତ ଗପିବାକୁ ଚାହିଁଲା। ମୋତେ କ୍ଷମା କର ଶିଆଳ ମଉସା, ମୁଁ ଜାଣିଶୁଣି ତୁମ ସହିତ ଧକ୍କା ଦେଇନି। ତୁ ମୋ ସହିତ ବେକାରିଆ ଯୁକ୍ତି କରୁଛୁ। ଆର ଶାସ୍ତି ତ ତତେ ନେବାକୁ ହିଁ ପଡ଼ିବ। ଶିଆଳ ମଉସା, ମୋତେ କ୍ଷମା କରିଦିଅ। ମୁଁ ଆଉ ଏମିତି ଭୁଲ କେବେ ବି କରିବିନି। ତୁ ଯୋଉ ଭୁଲ କରିଛୁ ତାର କିଛି କ୍ଷମା ନାହିଁ। ଏହା କହି ଶିଆଳଟି ଧୀରେ ଧୀରେ ଛେଳି ଛୁଆ ପାଖକୁ ଆସିଲା। ତ ଠିକ୍ ସେହି ସମୟରେ ସାଙ୍ଗେ ସାଙ୍ଗେ ମା ଛେଳିଟି ଆସି ଦେଖିଲା ଶିଆଳଟି ତା ଛୁଆକୁ ଖାଇବା ପାଇଁ ଆଗେଇ ଆସୁଛି। ତ ସାଙ୍ଗେ ସାଙ୍ଗେ ଛେଳିଟି ଦୌଡ଼ି ଶିଆଳ ପାଖକୁ ଆସିଲା। ଏପରି ଅବସ୍ଥା ଦେଖି ଶିଆଳଟି ଦୌଡ଼ି ସେଠାରୁ ଚାଲିଗଲା। ଆରେ ମୁଁ ଦେଖୁଛି ଏ ଦୁଷ୍ଟ ଶିଆଳ ଏଠାକୁ ବି ଚାଲି ଆସିଛି। ଆକୁ ତ ମୁଁ ଦେଖୁଛି ଗୋଟେ ଶିକ୍ଷା ଦେବାକୁ ହିଁ ପଡ଼ିବ। ତା ନହେଲେ ସେ ପୁଣି ଆଉ ଥରେ ଆସିପାରେ। କ'ଣ କରିବି? ହଁ, ମୁଁ ତତେ ନେଇ ତୋର ଭାଲୁ ମାମୁଁ ପାଖରେ ଛାଡ଼ି ଦେଇ ଆସିବି। ସେଠାକୁ ଭୟରେ ଏ ବାଜ୍ୟ ଶିଆଳଟା ଯାଇପାରିବ ନାହିଁ। ଏହା କହି ଛେଳିଟି ତାର ଛୁଆକୁ ନେଇ ଭାଲୁ ପାଖକୁ ଗଲା। କ'ଣ ଖବର ଭାଲୁ ଭାଇ, କେମିତି ଅଛ? ହଁ, ଭଲ ଅଛି। ହେଲେ ତୁମେ କେମିତି ଅଛ? ମୁଁ ଭଲରେ ନାହିଁ ଭାଲୁ ଭାଇ। କାହିଁକି? କ'ଣ ହୋଇଛି ତୁମର? କ'ଣ କହିବି ଆଉ, ଗୋଟେ ଦୁଷ୍ଟ ଶିଆଳ ମୋ ଛୁଆକୁ ଖାଇବ ବୋଲି ଖାଲି ପାଖେ ପାଖେ ଏପଟ ସେପଟ ହୋଇ ବୁଲୁଛି। ସେଥିପାଇଁ ମୁଁ ତୁମ ପାଖକୁ ଆସିଛି। ହଁ, ଖୁବ୍ ଭଲ କରିଛୁ। ଗୋଟେ କାମ କର, ତୁମେ ତୁମର ଛୁଆକୁ ଏଇଠି ମୋ ପାଖରେ ଛାଡ଼ି ଦେଇକି ଯା। ତାପରେ ମୁଁ ଦେଖିବି ସେ ବଦମାସ ଶିଆଳ ମୋ ଭଣଜା ପାଖକୁ କେମିତି ଆସୁଛି। ଆଚ୍ଛା ଠିକ୍ ଅଛି ଭାଲୁ ଭାଇ, ମୁଁ ମୋର ଛୁଆକୁ ଏଇଠି ତୁମ ପାଖରେ ରଖିଦେଇ ଯାଉଛି। ତୁମେ ମୋର ଛୁଆକୁ ଟିକେ ଦେଖିକି ରଖିବ। ଏହା କହି ଛେଳିଟି ତାର ଛୁଆକୁ ଭାଲୁ ପାଖରେ ଛାଡ଼ି ଦେଇ ସେଠାରୁ ଚାଲିଗଲା। ଶୁଣ ଭଣଜା, ତୁ ନିଶ୍ଚିନ୍ତରେ ଏ ଜଙ୍ଗଲ ସାରା ଘୁରି ବୁଲିବୁ। କିଏ ଯଦି କିଛି ତତେ କହେ ତାହେଲେ ତୁ କହିବୁ ମୁଁ ଭାଲୁ ମାମୁଁର ଭଣଜା, ବୁଝିଲୁ? ଠିକ୍ ଅଛି ମାମୁଁ, ଏବେ ସାରା ଜଙ୍ଗଲ ଯାକ ମନ ଖୁସିରେ ମୁଁ ବୁଲିବି। ଏମିତି ଭାବରେ ବେଶ କିଛି ଦିନ କଟିଯିବା ପରେ ଛେଳି ଛୁଆଟି ଜଙ୍ଗଲ ଭିତରେ ଏକା ଏକା ବୁଲୁଥାଏ। ଆଉ
ଠିକ୍ ହଠାତ୍ ସେହି ସମୟରେ ସେହି ଶିଆଳଟି କୋଉଠି ଥିଲା ଆସି ପହଞ୍ଚିଗଲା ଆଉ କହିଲା, ବହୁତ ସାହସ ହେଇଯାଇଛି ଦେଖୁଛି ତୋର। ବୁଝିଲୁ ଛେଳି ଛୁଆ, ତୁ ଏକା ଏକା ଏ ଜଙ୍ଗଲ ସାରା ବୁଲି ଚାଲିଛୁ। ହଁ, ମୋର ବହୁତ ସାହସ। ତୁମେ ମୋର ରାସ୍ତା ଛାଡ଼, ମୁଁ ଯିବି। ଏତେ ଟିକି ପିଲାଟେ ହୋଇ ତୁ ମତେ ଧମକ ଦେଇ କଥା କହୁଛୁ? ରହ, ଆଜି ତତେ ଖାଇକି ହିଁ ଛାଡ଼ିବି। ହା 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 ହା। ତୋର ଏତେ ବଡ଼ ସାହସ, ତୁ ମୋର କଥା ଶୁଣି ହସୁଛୁ? ରହ, ତୁ ଆଜି ଗଲୁ। ତୁ ମୋର କିଛି କରିପାରିବୁନି। ତୁ ଜାଣିଛୁ ମୁଁ କିଏ? ତୁ ଆଉ କିଏ? ଗୋଟିଏ ଛେଳିର ଛୁଆ। ନା ନା ନା, ମୁଁ ହେଲି ଭାଲୁ ମାମୁଁର ଭଣଜା। ମାମୁଁ କହିଛନ୍ତି ମତେ ମୁଁ ଜଙ୍ଗଲ ସାରା ଘୁରି ବୁଲିବି। ଆଉ ଯଦି କେହି କିଛି କୁହନ୍ତି ତାହେଲେ ମାମୁଁକୁ ଡାକିଦେବୁ। ଆଚ୍ଛା, ବୁଝିଲି। ହଉ ଠିକ୍ ଅଛି, ଯା, ତୋର ମାମୁଁକୁ ମୁଁ ଦେଖିବି। ଆଜି ମୋ ହାତରୁ କିଏ ତତେ ବଞ୍ଚେଇବ। ମାମୁଁ, ମତେ ବଞ୍ଚାଅ। ପୁଣି ଥରେ ଏଇ ଶିଆଳ ମତେ ଖାଇବାକୁ ଆସିଛି। ତ ସାଙ୍ଗେ ସାଙ୍ଗେ ଭାଲୁ ସେଠାକୁ ଆସି ପହଞ୍ଚିଗଲା। ସେହି ବାଜ୍ୟ ଶିଆଳକୁ ଧରି କହିଲା, ତୋର ଏତେ ବଡ଼ ସାହସ ଯେ ତୁ ମୋର ଭଣଜାକୁ ଖାଇବାକୁ ଚାହୁଁଛୁ? ଆଜି ତ ତତେ ମାରିକି ହିଁ ରହିବି। ମତେ ଛାଡ଼ି ଦିଅ ଭାଲୁ ଭାଇ। ମୁଁ ଜାଣିନଥିଲି ଯେ ଇଏ ତୁମର ଭଣଜା ବୋଲି। ନହେଲେ ଏମିତି ଭୁଲ ମୁଁ କେବେ କରିନଥାନ୍ତି। ଦୟାକରି ଏଥରକ ମତେ କ୍ଷମା କରିଦିଅ। ମୁଁ ଆଉ କେବେ ବି ଏଠାକୁ ଆସିବି ନାହିଁ। ମୁଁ ତୋ କଥାକୁ ଆଉ ବିଶ୍ୱାସ କରିବି ନାହିଁ। ତତେ ଯଦି ଛାଡ଼ିଦେବି ଏଥର, ତୁ ପୁଣି ଆଉଥରେ ଆସିବୁ। ନା ନା ଭାଲୁ ଭାଇ, ମୁଁ ଆଉ ଜମା ଆସିବିନି। ଦୟାକରି ମତେ ଛାଡ଼ିଦିଅ। ଠିକ୍ ଅଛି, ତତେ ଏଇଥରକ ଛାଡ଼ିଦେଲି। ଆଉ ଯଦି କୌଣସି ଦିନ ମୋ ଭଣଜାର ଆଖପାଖରେ ତତେ ଦେଖିବାକୁ ନ ପାଏ, ବୁଝିଲୁ? ଶିଆଳ ତାପରେ ହାତୀ ପାଖରୁ ଛାଡ଼ି ଦୌଡ଼ି ପଳେଇଲା। ଏହା ଦେଖି ଛେଳି ଛୁଆଟି କହିବାକୁ ଲାଗିଲା, କି ମଜା, କି ମଜା, ବାଜ୍ୟ ଶିଆଳଟି ପାଇଲା ସଜା। କି ମଜା।